ଗ୍ରାମ ମଝିରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ତେଜିଲା ବିରୋଧ। ମଦ ଦୋକାନ ଖୋଲିବା ଖବର ପ୍ରଚାର ହେବା ପରେ ଏହାକୁ ବିରୋଧ କରି ଏକାଠି ହୋଇଛନ୍ତି ଗ୍ରାମବାସୀ। ପିପିଲି ବ୍ଲକ ସନ୍ତାଶଙ୍ଖ ଅଠାବାଟିଆ ଗ୍ରାମ ସ୍କୁଲ ନିକଟରେ ବିଦେଶୀ ମଦ ଦୋକାନ ଖୋଲୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନଠାରୁ ମାତ୍ର ପ୍ରାୟ 50 ମିଟର ଦୂରରେ ରହିଛି ଏହି ସ୍କୁଲ। ଏହା ସହିତ ଗ୍ରାମ ନିକଟରେ ରହିଛି ଭାଗବତ ଟୁଙ୍ଗି ଏବଂ ଜନବସତି। ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ମଦ ଦୋକାନ ଖୋଲିବାକୁ କିପରି ଅନୁମତି ମିଳିଲା ତାହାକୁ ନେଇ ଗ୍ରାମବାସୀ ଉଠାଇଛନ୍ତି ପ୍ରଶ୍ନ। ମଦ ଦୋକାନ ଖୋଲିଲେ ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ସହିତ ଗ୍ରାମର ପରିବେଶ ମଧ୍ୟ ଖରାପ ହେବ ବୋଲି ଗ୍ରାମବାସୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଭାଗବତ ଟୁଙ୍ଗି ଓ ଜନବସତି ନିକଟରେ ମଦ ଦୋକାନ ଖୋଲିବାକୁ ଅନୁମତି କେଉଁ ଆଧାରରେ ଦିଆଗଲା ତାହାର ତଦନ୍ତ କରାଯାଇ ତୁରନ୍ତ ପଦକ୍ଷେପ ନିଆଯାଉ। ଏବେ ପ୍ରଶ୍ନ ଉଠୁଛି, ନିୟମ ଅନୁସାରେ ସବୁ ଦିଗ ଯାଞ୍ଚ କରାଯାଇ ମଦ ଦୋକାନ ପାଇଁ ଅନୁମତି ମିଳିଛି ତ? ଯଦି ମିଳିଛି ତେବେ ସ୍କୁଲଠାରୁ ପ୍ରାୟ 50 ମିଟର ଦୂରତାକୁ କିପରି ଅନୁମୋଦନ କରାଗଲା? ଗ୍ରାମବାସୀଙ୍କ ବିରୋଧ ପରେ ଏବେ ପ୍ରଶାସନ କ'ଣ ପଦକ୍ଷେପ ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର। ସୁଦର୍ଶନ ପ୍ରଧାନ। ଦେଖନ୍ତୁ, ଯେଉଁ ମଦ ଦୋକାନ ଖୋଲିବା ପାଇଁ ଗାଁ ଲୋକେ ଆପଣମାନେ ବିରୋଧ କରୁଛନ୍ତି, ଏଠି ମଦ ଦୋକାନ ଖୋଲିଲେ କ'ଣ ପ୍ରୋବ୍ଲେମ୍ ହେବ ବୋଲି ଆପଣ ଭାବୁଛନ୍ତି? ମଦ ଦୋକାନ ଯେଉଁ ଜାଗାରେ ବର୍ତ୍ତମାନ ସେ ତିଆରି କରୁଛନ୍ତି କରିବା ପାଇଁ, ମଦ ଦୋକାନଟି ଗୋଟେ ଗ୍ରାମର ମଝିରେ ହେଉଛି, ଯାହାକି ଗ୍ରାମବାସୀ ସମସ୍ତେ ବିରୋଧ କରିବା ସତ୍ତ୍ୱେ ବି ମଦ ଦୋକାନ କରୁଛନ୍ତି। ଅବକାରୀ ମହିଳାମାନେ ଯାଇଥିଲେ, ଅବକାରୀ ସୁପରିଟେଣ୍ଡେଣ୍ଟକୁ ଦେଲେ। ଅବକାରୀ ସୁପରିଟେଣ୍ଡେଣ୍ଟ କଲେ ଯେ ହଁ ମୁଁ ଇନକ୍ୱାରୀରେ ପଠେଇବି, ଆମ ଇନ୍ସପେକ୍ଟରକୁ ଇନକ୍ୱାରୀରେ ପଠେଇବି। ଏପର୍ଯ୍ୟନ୍ତ ପଠେଇ ନାହାନ୍ତି, 4 ଦିନ ହେଇଗଲା ପଠେଇ ନାହାନ୍ତି। କଲେକ୍ଟରଙ୍କୁ ଦିଆହେଇଛି, ଏସବୁ ଅଭିଯୋଗ ମହିଳାମାନେ ନେଇକି ଦେଇଛନ୍ତି। ଆଇଏସି ଆମ ଫାଣ୍ଡି ପରିଡ଼ା ବାବୁଙ୍କୁ କହିଲେ ଯେ ନିର୍ଦ୍ଦେଶ ଦେଇଦେଲେ, ଫୋନ୍ କରିକି କହିଲେ ଦେଖ 200 ମିଟର ଭିତରେ ଯଦି ଥିବ ସ୍କୁଲ ମନ୍ଦିର ତାହେଲେ ମଦ ଦୋକାନ ବନ୍ଦ କର। ଏପର୍ଯ୍ୟନ୍ତ ବି କେହି ଇନକ୍ୱାରୀ କରିନାହାନ୍ତି। ରାଧା ସାହାଣୀ। ଆମର କିନ୍ତୁ କ୍ଷତି ହେବ, ବହୁତ କ୍ଷତି ହେବ। କାହିଁକି ନା ଆମର ସେଠି ମଦ ସ୍କୁଲ ଅଛି, କୋଠ ଘର ଅଛି। ତାପରେ ଆମେ ବି ସେପଟେ ସବୁବେଳେ ଯିବା ଆସିବା କରୁଛୁ। କୋଠ ଦ୍ୱାର ଆମେ ବି ଆମର ଭୋଜି ଭାତ ଭଲ ମନ୍ଦ ଆମେ ନିଜେ ପୁଅ ଝିଅ ବୋହୁ ଯାଇ ନେଇ ଆସୁଛୁ। ଆଉ ଯଦି ସେଠି ମଦ କାଉଣ୍ଟର ଖୋଲା ଆମେ କେମିତି ଯାଇପାରିବୁ? ରାତି 10ଟା 11ଟା ରାତିରେ ଆମର ଯଦି ଭୋଜି ଭାତ ଆମେ ଯାଇପାରିବୁନି। ପିଲାମାନଙ୍କୁ ବି ଆମେ ସ୍କୁଲ ଯାଉଛୁ, ଆମେ ଛାଡ଼ିବାକୁ ଆମ ଭାଇ ଭାଉଜ ମାନେ କି ମା ମାନେ ଯାଉଛନ୍ତି ଛାଡ଼ିବାକୁ, ଆମେ ବି ସେମିତି ଯାଇପାରିବୁନି, କାରଣ ସେଇ ବାଟ ହିଁ ମଦ କାଉଣ୍ଟର। ଆଉ ସେଠି ସେମାନେ ସବୁ ଏମିତି, ଆମେ ଚାହୁଁଛୁ ସେଟା ବନ୍ଦ କରିବାକୁ। ସରକାର ନିଶା ନିବାରଣ ସପ୍ତାହ ସଚେତନତା ପାଳନ କରୁଛନ୍ତି। ସାରା ଭାରତବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି ଯୁବପିଢ଼ି ଅମୃତ ପିଢ଼ି। ସେମାନେ ପଥଭ୍ରଷ୍ଟ ହେଉଛନ୍ତି ମଦ ପିଇକିରି। ଏବଂ ରାଜ୍ୟ ସରକାର ମଧ୍ୟ ନିଶା ନିବାରଣ ସପ୍ତାହ ପାଳନ କରୁଛନ୍ତି ଏବଂ ନିଶା ନିବାରଣ ପାଇଁ ଗୋଟେ ବଜେଟ୍ ପ୍ରସ୍ତୁତ କରିଛନ୍ତି। ପ୍ରସାର ପ୍ରଚାର ମଧ୍ୟ କରାଯାଉଛି ସରକାରଙ୍କ ତରଫରୁ। ଇଏ ସରକାର କେବଳ ପ୍ରଚାର ପ୍ରସାରରେ ସୀମିତ। ଇଏ ସରକାର ନିଜେ ଜାଣି ଶୁଣି ମଦ ଦୋକାନ ପ୍ରବଳ ମାତ୍ରାରେ ଖୋଲୁଛନ୍ତି, ଯାହାର ଉଦାହରଣ ସାତଶଙ୍ଖ ବଜାର ପାଖ ଆଠବାଟିଆ ଗାଁ ଭିତରେ ଗୋଟିଏ ବିଦେଶୀ ମଦ ଦୋକାନ ଖୋଲିଛି, ଯାହା ସ୍କୁଲ ଠାରୁ 40 ମିଟର ମଧ୍ୟ ହେବ ନାହିଁ। ଏବଂ ସେଇଠି ଅଙ୍ଗନବାଡ଼ି ଚାଲୁଛି, ସେଇଠି ଗୋଟିଏ ଭଗବତ ଟୁଙ୍ଗି ଅଛି। ସବୁଦିନ ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ ସେଠି ଯାଇକରି ପୂଜା ପାଠ କରନ୍ତି ଏବଂ ପୁରାଣ ପଢ଼ନ୍ତି। ଏବଂ ସ୍କୁଲ ପିଲାମାନେ ବି ଯାଆନ୍ତି ସ୍କୁଲକୁ। ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ମା ମାନେ ଛାଡ଼ିବାକୁ ଯାଆନ୍ତି। ଦୁଃଶାସନ ପରିଡ଼ା ଆମେ ବିରୋଧ କରିବା କାରଣ ହେଲା ଆମର 8 ନୂଆସାହି ଜଷ୍ଟପୁର ପଞ୍ଚାୟତ, ଜଷ୍ଟପୁର ୱାର୍ଡ, ଏଇଟା 8 ୱାର୍ଡ। ଏଠି ଗୋଟେ ଚକ୍ରାନ୍ତ କରିକି କେତେଜଣ ମଦ ଦୋକାନ ଖୋଲୁ, ତାଙ୍କର ନିଜର ସ୍ୱାର୍ଥ ପାଇଁ ମା ଭଉଣୀ ପରିବାର କିଛି ସବୁ ଭୁଲି ଯାଉଛନ୍ତି। ଆମ ଗାଁ ମଧ୍ୟରେ ଅଛି, କୋଠ ଘର ଅଛି ବୋଧେ 20 ମିଟର 25 ମିଟର ଭିତରେ। ସ୍କୁଲଟା ଅଛି ସେଠି ଗୋଟେ, ହଁ ସେଇ 30 ମିଟର 40 ମିଟର ଭିତରେ। ଅଙ୍ଗନବାଡ଼ି ଘର ବି ଚାଲୁଛି ପିଲାଙ୍କର। ଗୋଟେ ପୋଷ୍ଟାଲ ଅଛି, କ୍ଷୀର ସୋସାଇଟି ଅଛି। ସବୁ ଥିଲା ପରେ ଜାଣିଲା ପରେ ବି କିଛି ନଷ୍ଟ ଚରିତ୍ର ପିଲା ବିହାରୀ ବାଲାଙ୍କଠୁ ପଇସା ଖାଇ ଆମର ବଳଙ୍ଗା ରାସ୍ତା ସାତଶଙ୍ଖ ରାସ୍ତା ମଝିରେ 8 ସାହି ଭିତରେ ମଦ ଦୋକାନ ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ତାକୁ ଘୋର ବିରୋଧ କରୁଛୁ। ଆମ ମା ପିଲା ଭାଇ ଭଉଣୀ ଚାଲିପାରିବେନି କି ଯାଇପାରିବେନି, ଗୋଟେ ମନ୍ଦିରକୁ ଯାଉଛନ୍ତି କୋଠକୁ। ପୁରୀରୁ ପ୍ରଶାନ୍ତ ମହାରଣାଙ୍କ ରିପୋର୍ଟ, ଓଡ଼ିଶା।